ଆଉ ଡେଟ୍ ତ ସମସ୍ତେ ଡିକ୍ଲେୟାର ହେଇ ସାରିଛି ଜାନୁଆରୀ 5 ତାରିଖ ତୁ ମୋ ବଜରଙ୍ଗୀ 2026। ମୁଁ ଜାଣିନଥିଲି ଏ ସମ୍ମାନ ମତେ ମିଳୁଛି ବୋଲି। ମୁଁ ବହୁତ ଲେଟ୍ରେ ଜାଣିଲି। ମତେ ସଞ୍ଜୟ ଭାଇ ଜଣେଇଲେ, ମୋ ବଡ଼ ଭାଇ, ଏବଂ ଆପଣମାନଙ୍କର ଭଲ ପାଇବା ଆଶୀର୍ବାଦ ଆଉ ସଞ୍ଜୟ ଭାଇଙ୍କ ଭଲ ପାଇବା ଆଜି ମତେ ଆଣି ଏଇଠି ଠିଆ କରିପାରିଛି, ସମ୍ମାନର ଅଧିକାର କରିପାରିଛି। ସେଥିପାଇଁ ସମସ୍ତ ଦର୍ଶକ ଆଉ ବଡ଼ ଭାଇଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଆଶା କରିବି ତାଙ୍କ ଭଲ ପାଇବା ଏମିତି ସବୁବେଳେ ସାଙ୍ଗରେ ରହିବ। ଆଜ୍ଞା, ଯେହେତୁ ମୁଁ ଯାତ୍ରା କଳାକାର, ଯାତ୍ରା ତ ନିହାତି କରିବି। ଆଜି କରିନି, କାଲି କରିବି, କିନ୍ତୁ ଯାତ୍ରା ହିଁ କରିବି। ଆଉ ଡେଟ୍ ତ ସମସ୍ତେ ଡିକ୍ଲେୟାର ହେଇ ସାରିଛି ଜାନୁଆରୀ 5 ତାରିଖ ତୁ ମୋ ବଜରଙ୍ଗୀ 2026। ସେଇଟା ଭୁଲ କଥା। ଦର୍ଶକଙ୍କ ଭଲ ପାଇବା ଯାହା ସାଙ୍ଗରେ ରହିବ ସେଇଠି ସବୁବେଳେ ବାଲିଯାତ୍ରା ହବ। ତେଣୁ ମୋ ସହିତ କାହିଁକି ଆହୁରି ବହୁତ କଳାକାରଙ୍କ ସହିତ ଦର୍ଶକଙ୍କ ଭଲ ପାଇବା ଅଛି। ସେ ଯାତ୍ରା ହଉ କି ଫିଲ୍ମ ହଉ କି ମ୍ୟୁଜିକ ଭିଡିଓ ସବୁଥିରେ ପିୟୁଷକୁ ଜଲवा ନା ବାସ୍ ଆଉ ଗୋଟେ କଳାକାର ମୁଁ କଣ ବା କରିପାରିବି। ମୋ କଳାର ଅନ୍ତର୍ଭୁକ୍ତ ଯାହା ହିଁ କାମ ତାକୁ ହିଁ ମୁଁ କରିବି। ତା ଭିତରେ ମ୍ୟୁଜିକ ଭିଡିଓ ଯାଉଛି, ସିରିଏଲ ଯାଉଛି, ଯାତ୍ରା ବି ଯାଉଛି, ସବୁ। ନାଇଁ, ଦାଢି କାଟି ଦେଇଛି ବୋଲି ଟିକେ ଟ୍ରାନ୍ସଫରମେସନ ଲାଗୁଛି, ନହେଲେ ସେମିତି କିଛି ନାହିଁ। ନା ସେମିତି ନୁହଁ। ଆଜିକା ଜୀବନ କାଲିକି ନାହିଁ। ଗର୍ବ ଅହଙ୍କାର ଏସବୁ କାହା ପାଇଁ? ମରିଗଲା ପରେ ବାସ୍ କିଏ ଜଣେ କହିବେ ଯେ ହଁ ମୋ ସାଙ୍ଗ ଭଲ ଥିଲା କି ମୋ ଭାଇଟି ଭଲ ଥିଲା, ସେତିକି ନେଇ ଯିବାର ଅଛି। ତ ଗର୍ବ ଅହଙ୍କାର କଣ ପାଇଁ? ଯୋଉମାନେ ପିୟୁଷକୁ ପଛରେ ଖରାପ କହୁଛନ୍ତି କିଛି ଅସୁବିଧା ନାହିଁ। ମୋର କୌଣସି ଗୋଟେ ଗୁଣ କି ମୋର କୌଣସି ଗୋଟେ କାମ ହୁଏତ ତାଙ୍କୁ କଷ୍ଟ ଦେଇଥିବ, ତେଣୁ ସେମାନେ ଖରାପ କହିବେ। ଭଲଟାକୁ ଯେମିତି ଖୁସିରେ ଗ୍ରହଣ କରାହଉଛି, କଷ୍ଟଟାକୁ ସେମିତି ଗ୍ରହଣ କରିବା ଦରକାର। ଆପଣ ରିହର୍ସାଲକୁ ଗଲେଣି ନା ଦରକାର ପଡିବନି? ନା, ରିହର୍ସାଲକୁ ଯାଇନି, ଯିବି। ଯାତ୍ରା ଯାତ୍ରା ଜଗତ ଅନେଇଛି ଏବଂ ଦର୍ଶକ ଅନେଇଛନ୍ତି ପୁଣି କେବେ ଆଉ ଥରେ ପିୟୁଷ ଚଢିବେ ଏବଂ ସେଇ ଶୁଣିବାକୁ ମିଳିବ ଶାନ୍ତି ଦେବୀ ଥକିଗଲେ। ଶାନ୍ତି ଦେବୀ ଥକିଗଲେ ଗୀତ ଆଉ ଶୁଣିବାକୁ ମିଳିବନି, କିନ୍ତୁ ଯଦି ଆଶା କରିବି ବହୁତ ଭଲ ନାଟକ ହୁଏ ତ ଦର୍ଶକଙ୍କ ପାଖରେ ନିହାତି ଆଦୃତ ହବ। ଭାଇ ଏବେ ବର୍ତ୍ତମାନ କିଏ ଥକିବ? ଶାନ୍ତି ଦେବୀ ତ ଥକିକି ଶୋଇପଡିଲେଣି। କେହି ଥକି ନାହାନ୍ତି। ଆଜ୍ଞା, ଦେଖା ଯାଉଥିଲା କିଛି ଦିନ ତଳେ ପିୟୁଷ ଆଉ ଅଣ୍ଟାଲେଟେଡ୍ ଏକାଠି ଆସିଥିଲେ। ମୋର ସାନ ଭାଇଟେ ସେ, ତ ନିହାତି କାହିଁ କାମ କରିବେନି। ଅଣ୍ଟାଲେଟେଡ୍ ଗାଏ ବୋଲି କଣ କହିବେ? ସିଏ ବି ଗୋଟେ ଆଗଧାଡିର ମାନେ ହଁ, ସିଏ ବି ଜଣେ ଆମର କଳାକାର ଭାଇ, ଜଣେ ମୋର ସାନ ଭାଇ ଜଣେ। ତାଙ୍କର ଭଲ ପାଇବା ମୋ ସାଙ୍ଗରେ ଅଛି, ବହୁତ ଭଲ। ଆଉ ଆଗକୁ ମଧ୍ୟ ବହୁତ ବ୍ରାଇଟ୍ ଫ୍ୟୁଚର ଅଛି ତାଙ୍କର।